Hello guys, welcome to my new vlog. ମୁଁ ଆଶା କରୁଛି ଆପଣମାନେ ଭଲରେ ଥିବ। ମୁଁ ଆସିଛି ଆପଣମାନଙ୍କ ପାଇଁ ନୂଆ ବ୍ଲଗ ନେଇ। ଦେଖନ୍ତୁ ଆମେ ଏବେ ଶୋଇଥିଲୁ। ପାଞ୍ଚ ଉଠିଲା ଆସିକି ଆସିଲାଣି। ଏଇ ଆମ ଅନାଦି ଉଠି ସାରିଲାଣି। ଏପଟରେ ଆଲୋକନା ହେରିକା ଉଠିକି ପଳେଇଲାଣି। ଆମେ ଶୋଇଛୁ। ଉଠିବା କୋଉଠି ଭାଇ କୁହୁଡା ହଉନଥିଲା ଏବେ କୁହୁଡା ବହୁତ ଜୋର କୁହୁଡା ହେଇଯାଉଛି ଏବେ। କୁହୁଡା ବହୁତ ଜୋର ଉଠାଇବା ପାଇଁ ମନ ହଉନି। ଗରମ ରାତିରେ ହଉଛି। ସକାଳେ ଗରମ, ସନ୍ଧ୍ୟାବେଳେ ଗରମ, ସକାଳୁ ସକାଳୁ କୁହୁଡି କାଗଜ ଦେଖନ୍ତୁ କୁହୁଡି କେତେ ଜୋର ହଉଛି। କୁହୁଡି ବହୁତ ଜୋର ହଉଛି। କଣ କରିବା ଦେଖିଲ କୁହୁଡି ବହୁତ ଜୋର ହଉଛି। କଣ କରିବା ଏ ଅନ୍ନ ଦେଇ ମୁଣ୍ଡ ଗୋଟେଇବା। ଅନ୍ନ ମତେ କାଲି ବୁଧବାର ଅଛି କାଲି ଅନ୍ନ ଚୁଟିଟା କାଟିଦବ। କାଟିନି। ଚୁଟି କଟା ବ୍ଲକ ଟା ଯିବ। ଚୁଟି କଟା ବ୍ଲକ ହବ। ଚୁଟିଟା ବଢିଗଲାଣି ନା। ମାନେ ଏଇ ସାଇଡ ଖାଲି କାଟିବି ଆଗ ରଖିବି ଆଗ ଚୂଳ କରିବି ପଛ କାଟିବି ନା। ପଛ ରଖିବି ମନରେ ଭଜନ ଦଉଛି ମୁଁ ଭଜନ ଶୁଣିଆ। ବା ଜୟ ଜଗନ୍ନାଥ। ଗୀତ ଟା ଭଲ ଲାଗୁଛି। ଆପଣ ମାନେ କେବେ ପୁରୀ ଯାଇଛନ୍ତି? ଏଇଭଳିଆ କିଛି ଅଛି ଆପଣ ପୁରୀ ଯାଇଥିବେ ଜଣାନ୍ତୁ। ଆମେ ପୁରୀ ଯିବା କେବେ ପୁରୀରେ ମିଟ ବସିବା। ଠାକୁର ବୁଲି ଆସିବା। ଉଠିବା ପାଇଁ ଇଚ୍ଛା ହଉନି। ବହୁତ ଶୀତ ଲାଗୁଛି ଉଠିବା ପାଇଁ ଇଚ୍ଛା ହଉନି କଣ କରିବା। ବାହାର ଯୋଉଟା ବାଧ୍ୟକୁ ଉଠିବା କଥା। ନହେଲେ ଉଠିବା ପାଇଁ ଜମା ଇଚ୍ଛା ହଉନି। କଣ କରିବା ଆଉ। ଘର ନଅଟା 10ଟା ବେଳେ ଉଠିଥାନ୍ତୁ ଟେନସନ ନାହିଁ ପୁରା। ତମେ ତ ବୁଲି ଗୋଟେ ବେଳୁ ଆସ। ରାତିରେ ଖାଇବୁ ସକାଳୁ ରୋଷେଇ କରିବୁ ରାତିରେ ରୋଷେଇ କରିବୁ ସନ୍ଧ୍ୟାବେଳେ ବାସନ ମାଜିବୁ। ଭାଇ କାମ ସରୁନି। କଣ କରିବା ପୁଅ ପିଲା ଜୀବନ ତ ଏଇଆ ଆଉ କହିଲେ କଣ ହବ। ନାଇଁ କଣ ଆମର କୁହୁଡା ପାଇଁ ଛାଡୁନି। କାଲି ଠାରୁ ବି ରୁମରେ ପୁରା ମାନେ ଭଲ ଆସିବା ନିଦ ଭାଙ୍ଗୁନି। ଏ ଚାର୍ଜ ଏଠି ବସିଛି ଚାର୍ଜ କଢା ହେଇନି। ବ୍ଲୁଟୁଥ ଗାମୁଛା ପଡିଛି ଏଇଠି। ଆଉ ଆପଣ ମାନେ କେମିତି ଅଛନ୍ତି? କାଲି ମୁଁ ରାତିରେ ଶୋଇଥିଲି ଗୋଟେ ସ୍ୱପ୍ନ ଦେଖିଲି ମୋ ୟୁଟ୍ୟୁବରେ ମାନେ ଗୋଟେ ଭିଡିଓରେ 3 ମିଲିୟନ ଭ୍ୟୁ ପଳେଇଛି। 2000-4000 ସବସ୍କ୍ରାଇବ ହେଇଛି ପୁରା ଖୁସି ହେଇକି ଦେଖିବୁ ପୁରା ଆଉ ତାପରେ ଆନନ୍ଦ ପୁରା ଆଉ ଏଇଭଳିଆ ହେଇଥିଲା। ରାତିରେ 4ଟାରେ ଉଠିଲି। 3ଟା ବେଳେ ଉଠି ଦେଖିଲା ବେଳକୁ ଚାର୍ଜ ପୁରିନି କିଛି ହେଇନି ଦେଖିଲା ବେଳକୁ ଭିଡିଓ ପୋଷ୍ଟ ହେଇନି। MB ଆସିକି 2000 ସରିଲାଣି ହେଲେ ପୋଷ୍ଟ ହେଇନି। ଏପଟେ ବି 23-24 ହେଇଛି। ପୋଷ୍ଟ ଆଉ ଅଛି 27 ହେଇଯାଉଛି 5G ରୁମରେ 5G ଚାଲୁନି। ବାହାରେ 5G ଚାଲିଲେ ବାହାରେ ପୋଷ୍ଟ କରିଦେବି। 4G ଚାଲିଲେ MB ସରିଯାଉଛି 5G ଚାଲିଲେ ଯାଇକି MB ଆସନ୍ତା। ତାପରେ ଉଠିଲି ଉଠିକି ଏବେ ଟିକେ ଫ୍ରେଶ ହେଇଗଲି ଫ୍ରେଶ ହେଇକି ପଡିଛି ଏଠି କମଳ ଫମଳ ଉଠା ହେଇନି ପଡିଛି ତାପରେ ଯାଇକି ଉଠା ହେଲେ ଯୋଉଟା ହବ ତାପରେ ଯିବା ବ୍ରସ୍ କରିବା କାମ ସାରିବା ତାପରେ ଯାଇକି ଖାଇଦବା। ଖାଇକି ଆମ ନିତ୍ୟକ୍ରମ ଆମର ତ ଭାଇ ଶ୍ୱଶୁର ଘର। ଏ ରୁମରେ ରହିବୁ ଖାଲି ରାତିରେ ଖାଲି ଶୋଇବୁ ଦିପହରେ ଘଣ୍ଟେ ଶୋଇବୁ। ଆଉ ସବୁବେଳେ ସାଇଟ୍ ପାଇ ଏଇତ ଆଉ। ସକାଳୁ ଉଠିବାକୁ ବହୁତ ଡ୍ୟୁଟି ଲକ୍ଷେ ଟଙ୍କା ସାଲାରୀ ହେଇଯାନ୍ତା। ଉଠନ୍ତୁ 9ଟା ବେଳେ ଯାଆନ୍ତୁ ଗୋଟିଏ ବେଳେ ଆସନ୍ତୁ 2ଟା ବେଳେ ବାସ୍ ବଢିଆ ହେଇଯାନ୍ତା। ସେ କଣ କରିବା ଆଉ ଆପଣ ସପୋର୍ଟ କର ସବସ୍କ୍ରାଇବ କର।
ଡେଲି ଚ୍ୟାନେଲରେ 30 ବ୍ଲଗ ପୋଷ୍ଟ କରିବି। ତାପରେ 1000 ସବସ୍କ୍ରାଇବର ହେଇଗଲା ପରେ ପୁରା ବଢିଆ ବଢିଆ ବ୍ଲଗ ଆସିବ। ଦେଖିବେ ଆପଣ ମାନେ କଣ କରୁଛନ୍ତି ଏବେ। ଦେଖନ୍ତୁ ବଟି ଫଟି କମିଗଲାଣି ସବୁ। ହଉ ଆପଣ ମାନେ ବ୍ଲଗ ଦିଅନ୍ତୁ, ମୁଁ ସେପଟ ରୁମକୁ ଗଲେ ରଖିବି। ଦେଖନ୍ତୁ ଏବେ ଆମର ବ୍ରସ୍ ଚାଲିଛି, 2 ଜଣ ଆମେ ବ୍ରସ୍ କରିବୁ। ବ୍ରସ୍ କରିସାରି ଯାଇକି ଫ୍ରେଶ୍ ହେଇ ଖାଇ ଦେଇକି ଡ୍ୟୁଟି ବାହାରିବୁ। ଦେଖିବ ଆମେ ଖାଇସାରିକି ସାଇଡ୍ ଉପରେ କଥା ହବା। ହ୍ୟାଲୋ ଗାଇସ୍, ଦେଖନ୍ତୁ ଆମେ ଏବେ ଆସିଗଲୁ ଆଉଟ ସାଇଡ୍। ସେ ଯୋଉ କାଲି ଯୋଉ ଦେଖୁଥିଲେ ସେ ସାଇଡ୍ ଅଲଗା, ଇଏ ବି ଆଉଟ ସାଇଡ୍ ଅଲଗା। ଆଇଛି ଆମେ ଡବଲ୍ସ ଲଗେଇବା ବାଲ୍ଟି ଫାଲ୍ଟି ନେଇକି, ବାଲ୍ଟି ଫାଲ୍ଟି ଲଗେଇକି ନେଇକି ଆଇଛୁ ପାଣି ଫାଣି ସିମେଣ୍ଟ ଗୋଳେଇକି। ଆମର ଏଭଳିଆ କିଛି ଏପଟେ ବି ଏପଟେ ଦେଖୁ ଏଇଭଳିଆ କାମ ଚାଲିଛି। ଆଉ ଏଇପଟେ ଅଛି ଆମ ଷ୍ଟୋର, ଆମର ଭଙ୍ଗା ଷ୍ଟୋର ଦେଖିବ। ଦେଖନ୍ତୁ ଦେଖେଇକି ଏଇପଟେ ଅଛି ଆମର ଷ୍ଟୋର। ଏଇଭଳିଆ କିଛି ସାମାନ ସବୁ ପଡିଛି, ଏଇଭଳିଆ ଷ୍ଟୋର। ଇଏ ବି ଷ୍ଟୋର ଅଛି ଏପଟେ ବି ଏଇ ପଛରେ ଷ୍ଟୋର ଅଛି। ଏଇଭଳିଆ ସବୁ ଅଛି। ଆଉ ସବୁବେଳେ ଡ୍ୟୁଟି ଆସୁଛୁ, ଭିଡିଓ ଭଲ ଭଲ ଜାଣିକି ଦେଇପାରୁନାହିଁ। ସବୁ ଅଛି। ଆଉ ଗୋଟେ କଥା, କାହାକୁ ହାର୍ଡଲି ଭଲ ପାଇବ ନାହିଁ। ଭଲ ପାଇଲେ ସେ ଦିନ ନା ଦିନ ଧୋକା ଦେଇକି ଯିବ ଫାଇନାଲ। ଏବେ ତ କେହି ବି କୋଉ ଝିଅ ନାହିଁ ସେ ଧୋକା ଦଉନି ମାନେ ନାହିଁ। ମାନେ କାଲି ଦିନ ମାନେ ମୋର ଠିକ ନଥିଲା। ଆଜି ସକାଳୁ ସକାଳୁ ଟିକେ ଫ୍ରି ଲାଗୁଛି। କାହା ସହିତ ଏତେ ଭଲ କରି ମିଶିବ ନା, ଅଧିକା ମିଶିବ ନା। ଯେତିକି ଲିମିଟ ସେତିକି ମିଶିବ ବହୁତ ଭଲ। ଏଇଭଳିଆ ଆଉ ଅଧିକା ମିଶିବାଟା ବି ଭୁଲ। ଭଲ ନୁହେଁ, ଯେତିକି ଭାଇ ଲିମିଟ ସେତିକି। ଅଧିକା କମ ନୁହେଁ କି ଅଧିକା ନୁହେଁ। ଆଉ ଏକା ରହିବା ସବୁଠୁ ଭଲ, ଟେନସନ ନାହିଁ, କି କିଛି ପଦେ କହିବାର ନାହିଁ, ଶୁଣିବାର ନାହିଁ। ତମ ଇଚ୍ଛା ହେଲେ କରିବ, ନହେଲେ ନାହିଁ। ଆଉ ଆପଣ ମାନଙ୍କ ସପୋର୍ଟ ମୋର 20ଟା ସବସ୍କ୍ରାଇବର ପୂରଣ ହେଇଯାଇଛି। ମାନେ ଏଇଭଳିଆ ଭଲ ଭାବରେ ଦିଅନ୍ତୁ। ଆଉ କେବେ ମିଟଅପ୍ ରଖିବା। ମୁଁ ଗାଁକୁ ଗଲେ, ମୁଁ ଏବେ ଅଛି ବିଜୁଳାରେ, ଗାଁକୁ ଗଲେ ଭୁବନେଶ୍ୱରରେ ମିଟଅପ୍ ରଖିବା। ଏଇଭଳିଆ ସବୁ କରିବା ଆଉ। ତାପରେ ଇଏ ବିଲ୍ଡିଂ କାମ ଚାଲୁଥିଲା 2016 ମସିହାରେ। କୌଣସି କାରଣ ଯୋଗୁରୁ ବନ୍ଦ ହେଇଯାଇଥିଲା, ଏବେ ପୁଣି ଚାଲୁ ହେଇଛି। ସେଠି ସେଥିପାଇଁ ଷ୍ଟୋର ଫୋର ଦେଖି କାଲି ଦେଖୁଥିଲା, ଆଉ ଗୋଟେ ଷ୍ଟୋରରେ ମାଛ ବସିଯାଇଛନ୍ତି। ଆଉ ଗୋଟେ ଏବେ ଷ୍ଟୋର ପ୍ରାୟ ଇଏ ହେଇଯାଇଛି। ଡବଲ୍ସ ବସେଇବା ପାଇଁ ଆଜି ଯାଇଛି। ଆଉ ଡବଲ ବସେଇ ଗଲେ ସନ୍ଧ୍ୟାବେଳକୁ ଭିଡ଼ିଓ ଆମ ଖରାବେଳକୁ କଥା ହେବା। ଏବେ ଆମର 10ଟା ପାଖାପାଖି ଗଲାଣି, କାମ ହବ। ରହୁଛି। ସନ୍ଧ୍ୟାବେଳ ଯୋଉ ଭିଡ଼ିଓଟା କରିବି ସେ ଭିଡ଼ିଓରେ ଦେଖିବି ମୁଁ କୋଉ ଭଳିଆ କଣ କରୁଛି ସବୁ। ମୁଁ ଲକ୍ଷେପ ସାଇଡ୍ ପରେ ଡବଲ୍ସ ଲଗା ହଉଛି। ଆମେ ପଳେଇ ଆସିଲୁ ରୁମ୍, ଆସି ଖାଇ ପିଇ ଦେଇ ଆଇଲୁ। ଆଜି କମ୍ପାନୀ ଥିଲା, ଗୋଟେ ପ୍ରୋଗ୍ରାମ ଥିଲା। କମ୍ପାନୀ ଖାଇବା ପାଇଁ ଦେବା ପାଇଁ କହୁଥିଲା, ତମେ ସବୁ ରୁହ, ଖାଇବ, ଖାଇକି ଯିବ। ଆମେ ଲେଟ୍ 1 ସାଢେ 1 ହେଲାଣି, ପଳେଇଆଇଲୁ। ଆସିକି ଘରେ ରୁମରେ ତ ଆମର ରୋଷେଇ ସବୁ ହେଇ ରହିଥିଲା, ଖାଇଦେଲୁ। ଖାଇକି ଏବେ ଦେଖନ୍ତୁ କମ୍ପାନୀ କେତେ ଲାଇନ ଅଛନ୍ତି, ବହୁତ ଲାଇନ ଲାଗିଛନ୍ତି। ଖାଇବା ହବା, ଆମେ ସନ୍ଧ୍ୟାବେଳେ ଆସିକି ଖାଇବା ଆଉ। ଦେଖନ୍ତୁ ମୁଁ ଦେଖୁଛି କେତେ ଲାଇନ ଅଛନ୍ତି। ଦେଖ, ଏଇଟା ହେଲା କମ୍ପାନୀର କ୍ୟାଣ୍ଟିନ। ଆଉ ଏସବୁ ଲୋକ ଲାଇନ ଲାଗିଛନ୍ତି। ଭିତରେ ଆମର ଏଭଳିଆ କିଛି ରୁମ ଅଛି। ଦେଖନ୍ତୁ ଟମାଟର ଗଛ ବି ଏଠି ବହୁତ ଅଛି। ଦେଖ, ବହୁତ ଲୋକ ଲାଇନ ଲାଗିଛନ୍ତି ଖାଇବା ପାଇଁ। ଖାଇକି ବି ଆମେ ତ ଯାଇନା ଖାଇବା ପାଇଁ, ଯିବା ଖାଇବା ପାଇଁ। ଏବେ ନା ଆମେ ରୁମରେ ଖାଇଦେଲୁ। ଖାଇସାରିଲା ପରେ ଆଉ ଟିକେ ଗଲେ ଖାଇବା ଆଉ। ଟିକେ ଗଲେ ଖାଇବା। ଆମେ ଆସିକି ଆମ କ୍ଲବ ହାଉସରେ ବସିଗଲୁ, ତାପରେ ଦେଖିବା କଣ ହବ।
ଆଉ ସାଙ୍ଗମାନେ ଅଛ କେମିତି ଭଲ ଅଛ ନା କୋଉ ଭଳିଆ ଅଛ? ଆଉ ସବୁ ଆଜି କମ୍ପାନୀ କଣ ଜଣେ ପହରଦିନ କାଲି ତାଙ୍କର କାଲି କରିଥିଲୁ ଖାଇବା ପିଇବା କାଲି ଏଇଭଳିଆ ଦିଟା ଅଧିକା ହେଇଗଲା ସବୁ କ୍ଷୀରି ଫିରି ସବୁ ଯାହା ଫଳରେ ଜିନିଷ ପତ୍ର ଫୋପାଡ଼ି ଦେଲେ ସବୁ। ଫୋପାଡ଼ି ଦେଲେ କହୁଥିଲେ ଆଜି ସମସ୍ତେ ଆସି ରୁମ ନେଇଯାଅ। ସମସ୍ତେ ଡ୍ୟୁଟି ପଳେଇଥିଲେ ଦିଟା ତିନିଟା ଖଣ୍ଡେ ବେଳେ ଆଉ ଖାଇବ କିଏ? ସେମାନେ ଯାଇ ଗଲେ ନା ଫୋପାଡ଼ି ଦେଲେ ପୁଣି ଆଜି ପୁଣି ରୋଷେଇ କରିଛନ୍ତି ଆଜି ହେଇଗଲାଣି ଅଢେଇଟା ହେଇଗଲାଣି। ପୁଣି ଆଜି ବି କିଏ ସମସ୍ତେ ଖାଇବାକୁ ବହୁତ ରୁମ ଗୁଡ଼ାରେ ଖାଇଦେଲେ। ଆମେ ବି ଆସି ଖାଇଦେଲୁ। ତା ସହିତ ଆଉ କଣ ରୋଷେଇ କରିଥିଲି କିନ୍ତୁ ପନିର କରିଥିଲି ପୁରା ମିକ୍ସର ତରକାରୀ କରିଥିଲି ବଢିଆ ବାସୁଛି ମାନେ ମୁହଁକୁ ସେ କ୍ୟାଣ୍ଟିନ ବାହାରେ ଖାଇବା ପାଇଁ। ଆଁ, ଆମର ତ ଏଇଠି ଶୋଇବା ଏଇଠି ଖାଇବା ଆମର ସବୁ ଏଇଠି ଆମେ ଏବେ ଖାଇଦେଇ ଆଇଲୁ। ତାପରେ ଏବେ ମାନେ ତ ବଢିଆ ରୋଷେଇ ହଉଛି ଏବେ ଯିବୁ ଏଇଠି ଦେଖୁନୁ ଦେଖଉଛି ଆମର ଅଛି ଇଏ ଅଛି ଆମର ହାଣ୍ଡି ଏଇଟା ଗୋଟେ ନେଇଯିବୁ କଢା ନେଇଯିବୁ ପାଣି ଇଏ ନେଇଯିବୁ ହେଲା ନେଇ ସାରିକି ଆଣିବୁ ତାକୁ ରେ କ୍ଷୀରି ଭାତ ଖଟା ତରକାରୀ ସବୁ ଆଣି ରଖିଦବୁ ରାତିକେ ରୋଷେଇ କନା ଖାଇବୁ ଖାଇ ଦେଇକି ବାସ୍ ଫୋନ ଦେଖିବୁ ଶୋଇବୁ। ସିଏ ତ ସବୁ ଫୋନ ଦେଖିବେ ମୋର ତ ଭିଡିଓ ଏଡିଟିଂ କରିବି କେତେ ଜିନିଷ ବାକି ଅଛି। ଆସିବା ଟାଇମ ବି ହଉନି ଭିଡିଓ ବନେଇବା ପାଇଁ ଇଏ ସାଇଡ ରୁ ସେ ସାଇଡ ଯାଉଛ କାମ କରିବା ପାଇଁ ଆମ ଇଏ ସାଇଡ କି ଏ ସାଇଡ ରୁ ଆଲୋକ ନା ଆଉ ଆମ ଅନାଦି ଇଏ ଡନ ଯାଉଛନ୍ତି ଦି ଜଣ ଆମର ଦେଖିଦବ ମହାନ୍ତି ଭାଇ ମାଛ ଧରୁଥିଲେ ଆମେ ଦି ଜଣ ଯାଉଛୁ ଆଉ ଗୋଟେ ସାଇଡିକି ଏଇ ସାଇଡ ଟା ଦେଖାଉଛନ୍ତି ଦେଖଉଛି ଦେଖ ଜୁମ କରି ଏଇ ସାଇଡ ଯାଉଛୁ କାମ କରିବା ପାଇଁ ଆମେ ଏଇ ସାଇଡ ଦେଖା ଯାଉଛି ନା ଏଇ ସାଇଡ କି ଆମେ ଯାଉଛୁ କାମ କରିବା ପାଇଁ ବିଲ୍ଡିଂ ହ୍ୟାଣ୍ଡ ଓଭର ହେଇଗଲାଣି କାମ ବାକି ଅଛି ସବୁ ଯାଉଛ କାମ କରିବାକୁ ଯାଉଛୁ ଖାଇବା କଣ ଖାଇବା ଏବେ ଖାଇକି ଶୋଇବୁ ଟିକେ ରେଷ୍ଟ ନବୁ ନା ପୁଣି ଯିବୁ ଖାଇବା ପାଇଁ କଣ କରିବା। ବହୁତ ଲୋକ ଲାଇନରେ ଲାଗିଛନ୍ତି ସଇଲେ ଆଜି ଡ୍ୟୁଟି ବୋଧେ ଯିବୁ ନା ଖାଇବା ପାଇଁ ଡ୍ୟୁଟି କିଏ ଯିବ ଖାଇବା କୋଉଠି 6 ବର୍ଷରେ ଥରେ ଖାଇବୁ ଗାଁକୁ ଗଲେ ଗାଁରେ ଖାଇବୁ ଏଠି ଆଉ ଖାଇବା କୋଉଠି ନାହିଁ। ଖାଇଦବା ଛୁଟି ମାରି ଟିକେ ଅସୁବିଧା କଣ ଅଛି। ଏଇଭଳିଆ ଖାଇବା ପାଇଁ ମିଳିବ ନା ଗାଁରେ ଖୋଜିବା ବେଳେ ଅଷ୍ଟପୁରୀରେ ବାହାଘର ଯାଇ ମିଳିବ ଖାଇବା ପାଇଁ ଆମେ ତ ଏବେ ଯିବୁ ନା ଆଉ ଖାଇବା ପାଇଁ ମିଳିବ କଉ କାହିଁକି ଯିବୁ ଜୁଲାଇ ବେଳୁ ରଜ ବେଳକୁ ମିଳିବା ଆଉ ଏତେ ଦିନ ଆଣି ଗୋଟେ କରି ହବ ରହିବନି। ଆଜ୍ଞା। ହୁଁ। ସେଇପାଇଁ ଯିବା ଖାଇଦବା ମାଡଗୋଳ ବହୁତ ପୁରା ବା ସେଇଠି ଭିଡିଓ କରିବା ଖାଇ ଖରାଟେ ରେଷ୍ଟ ନବା ମୁଁ ଦଖେଇ ଦେଇଛି ଦଖେଇ ଦେଇଛି ଆମର ଭିଡିଓ କରିକି ସେ ଦେଖି ଦେଇଥିନି ଫାଙ୍କା ହଉନି ଆମେ ତ ଖାଲି ନେଇ ପଳେଇ ଯାଇକି ନେଇ ଆସିବା। ହଁ ଫାଙ୍କା ହେଲେ ନେଇ ଆସିବା ଅସୁବିଧା କଣ। ବାଲ୍ଟି କାହିଁ ତ ନେଇଯିବୁ ଗୋଟେ ଢାବଲ ହଁ ବାଲ୍ଟି ଫାଲ୍ଟି ନେଇଯିବା ରଖିଦେବା ରାତି ପାଇଁ ଖାଇବା ଆଉ ରୋଷେଇ କାଇଁ ରାତିରେ କରିବା ନା କଣ ତମେ କହୁନ ଏଇଭଳିଆ ସୁଯୋଗ ହାତ ଛଡା କରିବା କଥା ବାହାରେ ଯିଏ ରହିଛନ୍ତି ଜାଣିଛନ୍ତି ଡ୍ୟୁଟି କରି କରି ଆସିବୁ ଆସିକି ପୁଣି ତାକୁ ରୋଷେଇ କରେ ଇଏ କରେ ସିଏ କରେ ବାସନ ଧୋ ରୋଷେଇ କରେ ମାଗଣା ଖାଇବା ମିଳୁଛି। ବହୁତ ମାଗଣା ଖାଇବା ମିଳୁଛି ଛାଡିବା ଲୋକ ନୁହଁ ଭାଇ ନେଇ ଆସିବା ଏବେ ଯିବ ଦେଖିବା ପାଇଁ କଣ ମିଳୁଛି ଗଲା କଣ ମିଳୁଛି ଦେଖିଦେଇ ଆସିଲେ ଦେଖିଦେଇ ଆସିଲେ ଆମେ ଯିବୁ ମୁଁ ଦେଖନ୍ତୁ ଆଲୋଚନା କଲା ଏବେ କଣ ଦେଖିକି ଆସିବ ଦେଖିକି ଆସିଲେ ହେଇ ହଁ ଭାଇ ବଢିଆ ଖାଇବା ମିଳୁଛି ଆଉ କଣ ତାହେଲେ ଯିବୁ ଆଲନା ଦେଖି ଆଲନା ମନ ଖୁସି ହେଇଗଲାଣି ଯିମୁ ଆଉ ଆଲନା ଭଲ ମିଳୁଛି ନା ସେ ଆଗେ ନଉନ୍ତୁ ଖାଲି ହୁଅନ୍ତୁ ଯିବା ତ ବହୁତ ଲୋକ ଅଛନ୍ତି ଏ ବିଡି ନା କଣ କଣ ଡାଲି କାଇଁ ମୁଁ ଭାବିଥିଲି ମୋ ଭାବନା ଆଜି ଭାବନା ରହିଗଲା ଆଉ କଣ କରିବା ଡାଲି ମୁଁ ଭାବନା ଆଜି ଭାବନା ରହିଗଲା ନା ଆମେ କହୁଛ ଭଲ ହେଇଛି ଖାଇବା ପାଇଁ ମୁଁ ଏଦିନ ପରେ ଖାଇନି ଦେଖିଲା ବେଳୁ ଆଲୋଚନା ଦେଖିଲା ଡାଲି କୋବି ସନ୍ତୁଳା ଖାଉଥିଲି ଏଇଆ ଖାଇବା ପାଇଁ ହେ ଛୁଟି ଫୁଟି ମାରୁନା ଯିମୁ ପଳେଇ ଖାଇବା ଡାଲି କୋବି ସନ୍ତୁଳା ଖାଇବା ପାଇଁ ଆମେ ଯିବୁ ଏତେ ବାଟ ଲାଇନରେ ଲାଗିବୁ ଏସବୁ ନୁହଁ ଆମେ ଆଡେ ଖାଇ ଶୋଇପଡ଼ିବା ଶୋଇକି ଯିବା ଡ୍ୟୁଟି ପଳେଇବା ଡାଲି କୋବି ସନ୍ତୁଳା ଖାଇ କଣ ଆମର ତ ବଢିଆ ଡାଲି କୋବି ସନ୍ତୁଳା ନଳି ଆମର ତ କେତେ ଜିନିଷ ଆମେ ଡାଲି କୋବି ସନ୍ତୁଳାକୁ ଲାଇନ ଲଗେଇବୁ ହଁ ତ ଆଉ ଡାଲି କୋବି ସନ୍ତୁଳା
ତାହେଲେ କୋବି ସୁନ୍ଦର ଆଣି ଖାଇଦିଏ। ଆମେ ଆଜି ଯିବା ନାହିଁ ଖାଇ ଦିଟା ଆଜିଲେ ଡ୍ୟୁଟି ଯିବା ନା କଣ? ଡ୍ୟୁଟି ଯାଇ ଦେଖା ହବ। ଅଛି ମୋର ଜୀବନ ଡୋରି। ଏ ଗୀତ ମୁଁ ଗୋଟେ ଦେଖିଥିଲି ଥରେ, ଗୋଟେ ଝିଅଟା ଛୋଟ ଝିଅଟା କରିଥିଲା ବହୁତ ଦିନ 6 ବର୍ଷ ତଳେ। ସେଇ ଗୀତରେ ସେ ଭାଇରାଲ ହେଇଥିଲା। ଏବେ ଇଏ କରୁଛନ୍ତି ଆଉ। ଇଏ ଆମର ଜାଣିଥିବ, ଇଏ ଆ ନାଁ କଣ କହିବ କମେଣ୍ଟ କରି। କିଏ ଆମର ଇଏ ବି ଯୋଉ ଭିଡିଓ ଦେଖୁଛନ୍ତି ସେ କିଏ କହିବ, ସିଏ ବି କହିବ। ଏଭଳିଆ କିଛି ଅଛି ଆଉ। ଆମର ଏପଟରେ ଆମ ସାର୍ ବସି ଫୋନ ମାଡୁଛନ୍ତି, ଫୋନ ଦେଖିବେ ଏବେ ବାସ୍। ଥିବି ବେବି ମୋ ବେବି, ତୁମର ବେବି ମୁଁ ତ ଗେହ୍ଲା ବେବି। ବେବି ତୁ ମୋ ବେବି ମୁଁ ତ ଗେହ୍ଲା ବେବି। ଗରମ ହଉଛି ଆଜି ଟିକେ ଝାଳ ନାହିଁ, କାଲି ଦେଖୁଥିଲା କାଲି ବହୁତ ଝାଳ ଥିଲା, ଆଜି ଟିକେ ଝାଳ ନାହିଁ, ଝାଳ କମି ଯାଇଛି। କାହିଁକିନା ଆଜି ଲାଇନ ବି ଅଛି ବରାବର, 2ଟା ପଙ୍ଖା ଚାଲିଛି। ଦେଖ 2ଟା ପଙ୍ଖା ଚାଲିଛି ଆଉ ଗରମ ଆଜି ସେଇଟା ପୁରା ଥଣ୍ଡା ହଉଛି। ନେଟ୍ ଫେଟ୍ ବି ଚାଲୁନି ଏତେ ଭଲ ମନ୍ଦରେ ପରା। ତାପରେ ଏବେ ଆଉ ଗୋଟେ ଏବେ ମୁଁ ଟିକେ ବ୍ରେକ୍ ନଉଛି, ରେଷ୍ଟ କରିଦେଇକି ଟିକେ ଡ୍ୟୁଟି ପରେ ଯାଇ, ଡ୍ୟୁଟି ପରେ ଆମେ ଗୋଟେ କାମ କରିଦବା, ଟିକେ ରଖିଦେବି, ତାପରେ ସନ୍ଧ୍ୟାବେଳେ ଦେଖାହବ ଆଉ। ହ୍ୟାଲୋ ଗାଇସ୍, ଦେଖନ୍ତୁ ମୁଁ ଏବେ ଆମର ଯୋଉଠି ପୂଜା ହଉଛି ନା ସେଠି ପଳେଇ ଆସିଲି। ଦେଖନ୍ତୁ ଏଇଠି ଆମର ପୂଜା ହଉଛି, ମୁଁ ଦେଖଉଛି ଏଇଠି ଆମର ପୂଜା ହଉଛି। ଏଇଠି ଆମର ପୂଜା ହଉଛି, ଜୁମ୍ କରି ଦେଖେଇ ଦଉଛି। ଏଇଭଳିଆ କିଛି ଅଛି ଏଠି ପୂଜା ଦେଖିବା ପାଇଁ। ଖାଇବା ପାଇଁ ତ ମିଳିଲା ନା, ଖାଇବା ସରିଗଲା। ଖାଇବା ସରିଗଲା, ବନା ହଉଛି। ଅନାନି ଏ ବନା ହଉଛି, ବନା ସରିଲେ ଯିବୁ ଖାଇବା ପାଇଁ, ଖାଇବୁ କାମକୁ ଡାଇରେକ୍ଟ ପଳେଇଆଇଲୁ। ଆଉ ଖାଇବା ପାଇଁ ଇଚ୍ଛା ନାହିଁ, ସରିଗଲା। ଥିଲେ କଣଟା ସରିଗଲା ଆଉ। ଏବେ ଆସ କୋଦାଳ ଖୋଜିବା ପାଇଁ, କୋଦାଳ ଖୋଜି ନେଇଗଲା। ଆଉ ଗୋଟେ ସାଇଡରେ କାମ ହବ, ଏଠି ଡବଲ୍ସ ଲଗା ହଉଛି ନା, ଟିକେ ମସଲା ଫସଲା ଗୁଡାଏ ଲଗା ହଉଛି। ସେ ଡବଲ୍ସ ପାଇଁ ଆମେ ଆସିଛ, କିଛି ମିଳୁନି। ଖୋଜୁଛୁ ଅନାଥ ମୋର ମିଳିଲେ ନେଇକି ଯିବୁ। ଏଭଳିଆ କିଛି ଇଏ ବୋଲି ଟେନସନ ନାହିଁ, ଏବେ ଟିକେ ଚାନ୍ଦ ବାବୁ ଆସିନି ସବୁ ଜାଣି, ସେ ଅବାଗିଆ ଜଣା ପଡୁନି କିଛି ନା। ଆଉ ତ କିଛି ମିଳୁନି, କଣ କରିବା ପାଣି ଏଇଭଳିଆ, ପାଣି ଦେଲେ କୋଦାଳ ଖୋଜୁଛୁ, ଆଉ କଣ କରିବା। ମିଳୁନି, କୋଦାଳ ଫୋଦାଳ ମିଳୁନି, କିଏ ଗୋଟେ ବ୍ରେକର ମେସିନ୍ ମାରୁଛି। ବ୍ରେକର ମାରୁଛି ତା ଭିତରେ, ଆମେ ଯାଉ ଚାଲତେ। ଡ୍ରିଲ୍ ତ ମିଳୁନି, ଆମେ ଯୋଉ ସରି ଫାଉଡା ତ ମିଳୁନି, ଆମେ କଣ କରିବା। ଫାଉଡା ଖୋଜି ଚାଲିଛୁ, ଯୋଉଠି ମିଳିବ ନେଇକି ଯିବୁ। ଏଇଠି ଇଲେକ୍ଟ୍ରିକ ବୋର୍ଡ ଅଛି, ଅନାରେ ୟା ଭିତରୁ ଗଲା ଖୋଜିବା ପାଇଁ। ଅନା ଦେବେ ଖୋଜିକି ରିଟର୍ନ କରି ଦେଖ, ହେ ରିଟର୍ନ କଲା, ହେଲେ କିଛି ନାହିଁ। କିଛି ମିଳିଲା, ଅନାହାନ୍ତି କିଛି ମିଳିଲା ନା। ଆଉ ପୁଣି ଆଉ ଗୋଟେ ଫାଟ ଯାଉଛୁ, ଆଉ ଗୋଟେ ଫାଟ ଦେଖିଲେ ଆଉ ଇଏ ଫ୍ଲାଟ୍ ଫ୍ଲାଟ୍ କିଛି ନାହିଁ। ଏଇଭଳିଆ ଯାଉଛୁ, ଫ୍ଲାଟ୍ ଫ୍ଲାଟ୍ କିଛି ନାହିଁ, ପାଇପ୍ ଫାଇପ୍ ପଡିଛି, କାମ ହବ। ଇଏ ଆମର ଅନା ଚାଲିଛି ଆଗରେ, ମାସ ଲାଇନ ହେଲମେଟ ପିନ୍ଧିକି। ଇଏ ଗୋଟେ ରୁମ ଦେଖିବା, ଫାଉଡା ଅଛି ନାହିଁ, ଫାଉଡା ନାହିଁ। ଉପରକୁ ଯାଉଛୁ ଏବେ ଆମେ ଫାଉଡା ପାଇଁ। ଫାଉଡାର ମତେ 1 ଫ୍ଲୋରରୁ ଫାର୍ଷ୍ଟ ଫ୍ଲୋରରୁ 8 ଫ୍ଲୋର ଯାକେ ନେଇକି ଗଲାଣି, ଚାଲି ଚାଲି ଗଲାଣି, ମିଳୁନି। ଖୋଜି ଖୋଜି ମିଳୁନି, 8 ଫ୍ଲୋର ଯାକେ ମିଳିବ କେତେବେଳେ। ଏଇଠି ସବୁ ଆମର ଲଗା ହଉଥିଲା, ଦେଖ ଇଏ ଆମର ଫାର୍ଷ୍ଟ ଲାଇନ ଟାଙ୍କି ଲଗା ହଉଥିଲା। ସବୁ ପଡିଛି ସବୁ 8 ଫ୍ଲୋରରେ। ଦେଖଉଛି ଫାର୍ଷ୍ଟ ଲାଇନ କାଲି ଅନାଥ ଲୋକ ଭଳିଆ ଦେଖଉଛି। ସେମାନେ ଦେଖ କାଲି ଫାର୍ଷ୍ଟ ଲାଇନ ଟାଙ୍କି ଲଗା ହେଇଛି, ଏଇଟା ଲଗା ହଉଥିଲା। ଇଏ ଭଲ ନୁହେଁ, ଫାର୍ଷ୍ଟ ଲାଇନ କେତେବେଳେ ଫାଟି ପଡିଯିବ ଠିକ ନାହିଁ। ଏଟା ଲଗେଇ ଦେଇଛନ୍ତି ସିନା, ହଉ ଲଗେଇଲେ ଭଲ। 5,000 5,500 ଲଗେଇଦେବେ, କଣ ଅଛି। ଯୋଉଟା ହେଲେ ଲଗେଇଦେଲେ ଚାଲିବ, କାମ ଚାଲିଲା। ଇଏ ନା ଗଭର୍ଣ୍ଣମେଣ୍ଟ ବିଲ୍ଡିଂ ନା, ସେଇପାଇଁ କମ ଦାମରେ ଲଗେଇଦେଲେ ଚଳିବ। ପ୍ରାଇଭେଟ ହେଲେ ଗାଣ୍ଡି ଫଟେଇ ଦେବେ କି ଏତେ କମ ଦାମରେ ଲଗେଇଲେ। ଓନର ବାଲ୍ଟି ଖୋଜି ବାଲ୍ଟି ରୁମ ନେଇଯିବୁ, କିଛି ନାହିଁ କଲର ଅଛି। ନହେଲେ ଆମେ ରୁମ ନେଇଯାଇଥିଲୁ, ଚାଉଳ ଫାଉଳ ପସନ୍ଦ ମୂଷା ନେଇଯାଇଥିଲା, ଆମର କଣ ମିନି କଣ। ହଉ ଦେଖିବା ରୁମ ଗଲେ ଦେଖିବି ଆଉ। ଏବେ ତମେ ଫାଉଡା ଖୋଜିବା ଟିକେ ବ୍ୟସ୍ତ ଅଛ, ଫାଉଡା ମିଳୁ ଦେଖେଇବି ଆଉ। ଦେଖନ୍ତୁ ମତେ ମିଛୁଟାରେ କହିକି 9 ଫ୍ଲୋରକୁ ନେଇଆଇଲା,
ଆସିକିନା କହୁଛି 9 ଫ୍ଲୋର ଆମର ଏଠି କାମ ହବ। ମତେ ଆଣିକି ଏଠି ଛାଡି ଦେଇକି ଇଏ ହଉଛି କାମ ଏବେ ସବୁ ଲଗେଇ ରଖିଛନ୍ତି। ଫାଷ୍ଟ ଲାଇନ୍ ଟାଙ୍କି ସବୁ ଏ କୋଉ ଲାଗେ ବି କହିବ କଣ ଏସବୁ ଆଗରୁ ସକାଳେ ଲଗେଇ ରଖିଛନ୍ତି ଏଇ ଯୋଉ କାର୍ଟୁନ ଦେଖୁଛୁ ନା ଇଏ କାର୍ଟୁନ ନେଇକି ଯିବା ମାନେ ପକେଇଦେବୁ ପକେଇ ଶୋଇବୁ ତାର ବଢିଆ ଖଟ ହେଇଯିବ ବଢିଆ ହବ ନା ଏଇଟା ସବୁ କାର୍ଟୁନ ଥାକ ମାର ରଖିଛନ୍ତି ଅନା ଯାଇ ଶୋଇବ ଆମେ ବି ଶୋଇବୁ କେତେ ରଡ ପଳେଇ ନଥିଲି ନହେଲେ କାମ ଫାମ କିଛି କରୁନଥିଲି ହିଟ୍ ଗନ୍ ଫ୍ୟାନ୍ ରଖିଛନ୍ତି କାମ ଫାମ କିଛି କରୁନଥିଲି କଣ ଏଗୁଡା ସବୁ ଲଗେଇଛନ୍ତି ଦେଖିଆ ହିଟ୍ ଗନ୍ ରେ ଅଛି ନାଇଁ ହିଟ୍ ଗନ୍ ଦେଖିଆ ହେଇ ଦେଖ ଆମର ହିଟ୍ ଗନ୍ ଚାଲିଲା ହିଟ୍ ଗନ୍ ଚାଲିଲା ମୋବାଇଲ ଖାଦ୍ୟ ଠିକ ନାହିଁ ହିଟ୍ ଗନ୍ ଦେଖିଲ ଏଇଭଳିଆ ଅଛି କିଛି ଆଉ କଣ କରିବା ଯିଆ ପଳେଇ ମିଳୁନି ଏଠି କିଛି ମିଳିବ ନା ହାଡ ଫାଡ ମିଳୁନା କଣ ଗୋଳେଇ କାମ ହବ ଆଜି ଡବୁଲ ଲଗା ହବ ଇଏ ଅନାଥ ମତେ ମିଛୁଲା ଡାକି ଦେଇକି ଆଣିଛି ମାଣ୍ଡୁ ହଜିବାକୁ ମତେ ମିଛୁଲା ଡାକି ଦେଇକି ଆଣିଛି 12 ଫ୍ଲୋର ଯିବାକୁ ପଡିବ ପୁଣି କଣ 12 ଫ୍ଲୋର ଯିବା ପାଇଁ 12 ଫ୍ଲୋର ମିଳିବ ନା ମିଛୁଟା କହିକି 12 ଫ୍ଲୋର ନବ ପୁଣି 12 ଫ୍ଲୋର ତ କିଛି ଲିଫ୍ଟ ନାହିଁ ଚାଲି ଚାଲି 3 ଫ୍ଲୋର ଏଇଟା ମାରିବା ପଟି ଆଣିଛି ଆଉ 3 ଫ୍ଲୋର ଆଉ ଆମର ଏଠି ତ ହେଲମେଟ ଦେଖିଥିବ ଲେଖା ହେଇଛି ପଛରେ ମାସ୍ ଲାଇନ ଲେଖା ହେଇଛି ହେଲମେଟ ରେ ହେଇ ଫଲୋ ମି ଡାକି ଚାଲ ଫଲୋ ମି ଡାକିଲାଣି ଯିବା ପାଇଁ ତ ପଡିବ ଡାକିଲାଣି ତଳେ ଆଉ ହ୍ୟାଲୋ ଗାଈ ଦେଖନ୍ତୁ ଏବେ 6:10 ଆସପାସ ହେଲାଣି ଆମେ କାମ ଫାମ ଏବେ ସରିଲା ଏବେ ବସ ଟିକେ ଏଇଟା ଆମ ଷ୍ଟୋର ଏମିତି କିଛି ଅଛି ମାହାନ୍ତି ବସି ତାଙ୍କର ଖାତା ପେନ୍ ହାଜରୀ ପକଉଛନ୍ତି ଏଇଭଳିଆ ଅଛି ଆମ ଷ୍ଟୋର ଜୁତା ମାନେ ଟେନସନ ନାହିଁ ଯଦି ଜୁତା ଆମର ଛିଣ୍ଡି ଯିବ ନା ଆସିମି ଜୁତା ଏଇଠି ଫୋପାଡ଼ି ମୁଁ ଜୁତା ଧରିକି ଚାଲିବି ଇଏ ହାତ ଗ୍ଲୋଭ୍ସ ବି ଏତେ କାଣ୍ଡି ହେଇଛି ଏଇଠି ବହୁତ ମୁଁ ଏବେ ନେଇକି କେତେଟା ଲଗେଇକି ଫୋପାଡ଼ି ଦେଲି ପୁଣି ଜ୍ୟାକେଟ ବି ଏଇଠି ଅଛି ଆଉ ଇଏ ଆମର ହେଲମେଟ ଦେଖିପାରୁଥିବ ହେଲମେଟ ଅଛି ମାସ୍ ଲାଇନ ର ଏଇଭଳିଆ କିଛି ଅଛି ଜୁତା ଫୁତା ସବୁ ରହିଛି ଆଉ ଯେତେ ଏଇଠି ସବୁ ପଡୁଛି ଦେଖନ୍ତୁ ଦେଖୁଛନ୍ତି ଏଟା କଣଟା କହିବେ ଏଟା ମାନେ ଏମିତି କଣ ଅଛି ଟିକିଲି ଅଛି ନା କଣ ଆଗରେ ଓଡିଆରେ ଅର୍ଥ ରହିବ ଆଉ ଆ ଭିତରେ କଣ ଅଛି ଦେଖନ୍ତୁ ଦେଖଉଛି ଖୁଲୁନି ଖୁଲି ସବୁ ପାନା ଫାନା ଅଛି ଏଇଠି ଆମର ମାର୍କର ଫାର୍କର ଅଛି ମାର୍କର ଅଛି ବ୍ଲାକ୍ ର ଇଏ ରେଡ୍ ପେନସିଲ ଅଛି ମାର୍କର ଅଛି ହ୍ୱାଇଟ୍ ମାର୍କର ଆମେ ଭାବିଥିଲେ ଡ୍ରମ୍ ଟା ନେବା ପାଇଁ ରୁମକୁ ଦେଖିଲା ବେଳକୁ ଏ ଡ୍ରମ ର ସବୁ ଠିକ ଅଛି ଫଟୋ ପାଣି ପିଇବା ପାଇଁ ସବୁ ଫୁଟ ଅଛି ତାକୁ ଖୋଲିକି ନେଇ ପଳେଇଛି କିଏ ଏମିତି କରୁଛନ୍ତି ଦେଖୁନ ଏଠି ଆମର ଠାକୁର ଅଛନ୍ତି ବୋର୍ଡ ଫୋର୍ଡ କାମ ହେଇଛି ଏଇ ଷ୍ଟୋର ଏଇ ଆମ ଡ୍ରଇଂ ରଖୁଛି ଦେଖନ୍ତୁ ଦେଖ ଇଏ ଆମ ଡ୍ରଇଂ ଏଇ ଡ୍ରଇଂ ହିସାବରେ କାମ ବିଲ୍ଡିଂ ଚାଲିଛି କାମ ଦେଖନ୍ତୁ ଆପଣଙ୍କୁ ଦେଖା ଦଉଛି ଦେଖ ଏ ଡ୍ରଇଂ ହିସାବରେ ବିଲ୍ଡିଂ କାମ ଚାଲିଛି ଆମର ଭଲ ଲାଗୁଛି ବି ଛୋଟ ବଡ ରୁମ ଅଛି କିନ୍ତୁ ଭଲ ଲାଗୁଛି କେତେ ଏଇଭଳିଆ ଡ୍ରଇଂ 1 1 2 ଦୁଇଟା ବିଲ୍ଡିଂ ଆମର ଦେଖିଲ ଏବେ 6:15 ପାଖାପାଖି ହେଇଯିବନି ଆମେ ଯିବା ରୁମକୁ ଏବେ ବସ ଏଇ ଦେଖନ୍ତୁ ଆମର ଏହାକୁ ନେଇକି ଯିବୁ ଆମେ ରୁମକୁ ଆଜି ଦେଖି ସିକ୍ୟୁରିଟି ଗାର୍ଡ ଛାଡୁଛି ନ ଛାଡୁଛି ନେଇଗଲେ ରହୁଛି ଏଇଠି ବ୍ଲଗ ଏଣ୍ଡ କରୁଛି କାଲି ସକାଳ ମର୍ଣ୍ଣିଂ ବ୍ଲଗ ଦେଖାହବ ବାଏ